ତା ବିନା ଯେମିତି ମୋ ଦୁନିଆଟା ଆଜି ସମ୍ପୂର୍ଣ୍ଣ ଶୂନ୍ୟ ହୋଇଯାଇଥିଲା। ଚାରିଆଡ଼େ ଖାଲି ନୀରବତା ହିଁ ଥିଲା, ଯେଉଁଠି ମୋ ନିଜ ନିଶ୍ୱାସ ବି ନିଜକୁ ଶୁଣିବାକୁ ମିଳୁନଥିଲା। ଜାଣିସାରିଥିଲି ସେ ଆଉ କେବେ ଫେରିବନି ବୋଲି। ତଥାପି ମୋ ଫୋନ୍କୁ ନୋଟିଫିକେସନ୍ ଆସିଲେ ଲାଗେ ସେ ଯେମିତି ମୋତେ ମେସେଜ କରୁଥିଲା ଆଉ ମୋତେ ମନେ ପକାଉଥିଲା। ତା ଉପରେ ମୋର କୌଣସି ଅଭିଯୋଗ ବି ନଥିଲା। ବାସ୍ ଦୁଃଖ ଏତିକି ଥିଲା, ସେ ମୋତେ ବୁଝିବାରେ ଭୁଲ କରିଦେଇଥିଲା। ମୁଁ ଜାଣିଥିଲି ସମୟ ଅନୁସାରେ ମଣିଷ ବି ବଦଳିଯାଏ, କିନ୍ତୁ ଏହି ହୃଦୟରେ ତା ପାଇଁ ଥିବା ଭଲ ପାଇବା କେବେ ବଦଳିବ ସେଇଟା କେବେ ସମ୍ଭବ ନଥିଲା। ସେ ହୁଏତ ଆଉ କାହା ସହ ଖୁସିରେ ରହିଯାଇପାରେ, ହେଲେ ମୁଁ ତା ସହ ବିତେଇଥିବା ସେ ପୁରୁଣା ସ୍ମୃତିକୁ ନେଇ ଜୀବନଟା ବଞ୍ଚିବାର ଥିଲା। ତାକୁ ସବୁଦିନ ନିଜର କରିବାର ମୋର ସେ ସ୍ୱପ୍ନଟା ସିନା ସ୍ୱପ୍ନ ହୋଇ ରହିଯାଇଥିଲା, ହେଲେ ତା ଆଖିରେ ଲୁହ ଆଉ ତା ଦୁଃଖ ଦେଖିବା ମୋ ପାଇଁ ଏତେ ସହଜ ନଥିଲା। ହଁ, ସେ ଏବେ ପର ହୋଇଯାଇଥିଲା। ହଁ, ଆମ କାହାଣୀର ପୂର୍ଣ୍ଣଚ୍ଛେଦ ବି ପଡ଼ିସାରିଥିଲା। ହେଲେ ମୋ ହୃଦୟର କୋଉ ଏକ କୋଣରେ ମୋର ସବୁଠାରୁ ଏବେ ବି ସେ ସେଇ ପ୍ରିୟ ମଣିଷ ହେଇକି ଥିଲା। ସେ ଯୋଉଠି ରହୁ, ଭଲରେ ରହୁ, ଖୁସିରେ ରହୁ, ଏତିକି ମୋର କେବଳ କାମନା ଥିଲା। ହଁ ଆଜ୍ଞା, କିଛି ଯନ୍ତ୍ରଣା ଏମିତି ଥାଏ ଯାହା କେବେ କାହାକୁ ଦେଖେଇ ହୁଏନି କି ସହି ହୁଏନି। ବାସ୍ ମନ ଭିତରେ ରଖି ନିଜକୁ ଜାଳିବାକୁ ପଡ଼େ। ସେମିତି ଜଣେ ମଣିଷ ଥିଲା କେନ୍ଦ୍ରାପଡ଼ାର ରାଜୀବ। ଏସବୁ କଥା କହିବା ବେଳେ ତା ଆଖି ଲୁହରେ ଜକେଇ ଆସୁଥିଲା, କଣ୍ଠଟା ବାଷ୍ପରୁଦ୍ଧ ହୋଇଯାଉଥିଲା। ସ୍ୱପ୍ନ ସବୁ ଭାଙ୍ଗିଗଲା ଭଳି ମନେ ହେଉଥିଲା। ହେଲେ ତା ଜୀବନରେ ଏମିତି କ'ଣ ଘଟିଥିଲା ଜାଣିବାକୁ ମୋ ଇଚ୍ଛାଟା ଯେମିତି ଦ୍ୱିଗୁଣିତ ହୋଇଯାଇଥିଲା। ରାଜୀବ ସେଦିନ ଇଣ୍ଟରଭ୍ୟୁ ଦେବାକୁ ଟ୍ରେନରେ କଲିକତା ଯାଉଥିଲା। ସେଇ ଟ୍ରେନର ଯାତ୍ରା କରୁଥିବା ସଙ୍ଗୀତାର ସିଟ୍ ଉପର ବର୍ଥରେ ଥିଲା। ସଙ୍ଗୀତା ଟିକିଏ ଉପରକୁ ଚଢ଼ିବାକୁ ଡରୁଥିଲା। ରାଜୀବ ସଙ୍ଗୀତାକୁ ତା ସିଟ୍ ଦେଇ ନିଜେ ଉପରକୁ ଚାଲି ଯାଇଥିଲା। ବାସ୍ ସେଇଠୁ ଆରମ୍ଭ ହୋଇଯାଇଥିଲା ସଙ୍ଗୀତା ଆଉ ରାଜୀବର ନୂଆ ଏକ ସମ୍ପର୍କ। ପ୍ରଥମେ ଇନଷ୍ଟାରୁ ଫଲୋ ଆଉ ତାପରେ ନମ୍ବର ଦିଆନିଆ। ଧୀରେ ଧୀରେ ଉଭୟଙ୍କ ପ୍ରତି ଆଟ୍ରାକ୍ସନ୍ ଉଭୟଙ୍କୁ ଟାଣିନିଏ ପ୍ରେମ ଆଡ଼କୁ। ସଙ୍ଗୀତା ଭୁବନେଶ୍ୱରରେ ରହୁଥିଲା ଆଉ ରାଜୀବ ଚାକିରି କଲା ପରେ କୋଲକାତାରେ ରହୁଥିଲା। ସବୁ ପରେ ବି ରାଜୀବ ସବୁ ଶନିବାର ଆଉ ରବିବାରରେ ସଙ୍ଗୀତାକୁ ଦେଖା କରିବାକୁ କୋଲକାତାରୁ ଭୁବନେଶ୍ୱର ଆସୁଥିଲା। ପ୍ରେମର ରଙ୍ଗୀନ ଦୁନିଆରେ ହଜିଯିବାକୁ ସଙ୍ଗୀତା ବି ନିଜ ହଷ୍ଟେଲ ଛାଡ଼ି ସେଇ 2 ଦିନ ରାଜୀବକୁ ସମୟ ଦେଉଥିଲା। କେତେବେଳେ ପୁରୀ ତ କେତେବେଳେ ଗୋପାଳପୁର, ପୁଣି କେତେବେଳେ ଭୁବନେଶ୍ୱରରେ ଭିନ୍ନ ଭିନ୍ନ ହୋଟେଲରେ ରାତି କାଟୁଥିଲେ। ଦିନସାରା ବୁଲି ବୁଲି ସାଥୀ ହେଇ ନିଜ ସ୍ମୃତି ସାଉଁଟୁଥିଲେ ଆଉ ରାତିରେ ହୋଟେଲର ସେ ବନ୍ଦ ଘର ଭିତରେ ନିଜ ଯୌବନର ନିଆଁକୁ ଶାନ୍ତ କରି ଦୁନିଆର ସବୁ ଖୁସିକୁ ଅନୁଭବ କରୁଥିଲେ। ସେଦିନ ରାଜୀବ ଭାବୁଥିଲା ସଙ୍ଗୀତା ତାକୁ ବହୁତ ଭଲ ପାଉଛି। ସେ ଯେମିତି ରାଜୀବ ବିନା ବଞ୍ଚିପାରିବନି। ସେମାନେ ଭାବୁଥିଲେ ଆମ ସମ୍ପର୍କ ଏତେ ଷ୍ଟ୍ରଙ୍ଗ ହୋଇସାରିଛି ଯେ କେହି ଆମ ସମ୍ପର୍କକୁ ବୋଧେ ଆଉ ଭାଙ୍ଗି ପାରିବେନି। ପ୍ରେମର ସେ ନିବିଡ଼ତା ଭିତରେ ଗୋଟେ ପଟେ ଥିଲା ରାଜୀବର ବିଶ୍ୱାସ ଆଉ ଅନ୍ୟପଟେ ପ୍ରତାରଣାର ଧୋକା ଖେଳରେ ସଙ୍ଗୀତା ଆଉ ଜଣକୁ ନିଜର କରିବାକୁ ଯାଉଥିଲା। ହେଲେ ରାଜୀବକୁ ଏକଥା ଜମା ବି ଜଣା ନଥିଲା ଯେ ଯେଉଁ ମନର ମଣିଷ ସହିତ ସେ ଏତେ ରାତି କାଟିଛି ଆଉ ଏତେ ବୁଲିଛି, ଏତେ ସ୍ମୃତି ସାଉଁଟିଛି, ସେସବୁ କେବଳ ସ୍ମୃତି ହେଇ ରହିଯିବ ବୋଲି। ସବୁ ଶନିବାର ଭଳି ସେଦିନ ବି ଥିଲା ଶନିବାର। ସଙ୍ଗୀତାକୁ ରାଜୀବ କଲ୍ କଲା, ହେଲେ ସଙ୍ଗୀତା କଲ୍ ରିସିଭ୍ କରୁନଥିଲା। ଯେହେତୁ ରାଜୀବ ଭୁବନେଶ୍ୱର ଆସୁଥିଲା, ସେଥିପାଇଁ ସଙ୍ଗୀତା ଫୋନ୍ ଉଠାଇବାକୁ ନେଇ ଏତେ ଗୁରୁତ୍ୱ ନ ଦେଇ ହାଉଡ଼ା ଷ୍ଟେସନରୁ ଭୁବନେଶ୍ୱର ଅଭିମୁଖେ ଜନଶତାବ୍ଦୀ ଏକ୍ସପ୍ରେସରେ ବସି ପଡ଼ିଥିଲା। ଟ୍ରେନରେ ଅନେକ ଥର ସଙ୍ଗୀତାକୁ କଲ୍ କରିଛି, ହେଲେ ସଙ୍ଗୀତା କଲ୍ ରିସିଭ୍ ନ କରିବା ରାଜୀବକୁ ଧୀରେ ଧୀରେ ଚିନ୍ତାରେ ପକାଇ ଦେଇଥିଲା। ତଥାପି ଭୁବନେଶ୍ୱରରେ ପହଞ୍ଚିଲା ପରେ ରେଲୱେ ଷ୍ଟେସନରୁ ଓହ୍ଲାଇଲା ଆଉ ସିଧା ସଙ୍ଗୀତା ରହୁଥିବା ହଷ୍ଟେଲରେ ପହଞ୍ଚି ଯାଇଥିଲା। ହେଲେ ସେଦିନ ସଙ୍ଗୀତା ହଷ୍ଟେଲରେ ନଥିଲା। ଆଉ ଯାହା ଶୁଣିଥିଲା ସେ ସେଇଠି ହିଁ କିଛି ସମୟ ପାଇଁ ନୀରବରେ ବସି ପଡ଼ିଥିଲା। ଆଖିରୁ ସିନା ଲୁହ ଗଡ଼ୁନଥିଲା, ହେଲେ ହୃଦୟଟା ଭିତରେ ଭିତରେ ଚିତ୍କାର କରି କାନ୍ଦୁଥିଲା। ରାଜୀବ ନିଜକୁ ବିଶ୍ୱାସ କରିପାରୁନଥିଲା ଯେ ଯାହାକୁ ସେ ନିଜ ଜୀବନ ଭାବୁଥିଲା ସେ ଏତେ ବଡ଼ ଧୋକେବାଜ ବୋଲି। ଯାହାକୁ ପ୍ରତି ଶନିବାର ଆଉ ରବିବାରରେ ସମୟ ଦେବାକୁ କୋଲକାତାରୁ ଆସୁଥିଲା, ସେ ତାହା ସହିତ ଏତେ ବଡ଼ ଧୋକା କରିପାରେ ବୋଲି। ଯିଏ ତାହା ସହ ଏତେ ରାତି କାଟି ହୋଟେଲର ରୁମ୍ର ସେଜ ରଙ୍ଗୀନ କରୁଥିଲା, ସେ ଏମିତି ପ୍ରତାରଣା ଦେଇପାରେ ବୋଲି। ରାଜୀବ ତାକୁ ଏତେ ଭଲ ପାଉଥିଲା ଯେ କେବେ ସଙ୍ଗୀତାକୁ ସନ୍ଦେହ କରିବାର ପ୍ରଶ୍ନ ଉଠୁନଥିଲା। ରାଜୀବ ତାକୁ ଏତେ ଭଲ ପାଉଥିଲା ଯେ କେବେ ସଙ୍ଗୀତାକୁ ସନ୍ଦେହ କରିବାକୁ ସ୍ୱପ୍ନରେ ବି ଭାବିନଥିଲା। ହେଲେ ସେହି ସଙ୍ଗୀତା ରାଜୀବର ସବୁ ଭରସାକୁ ଭାଙ୍ଗି ରୁଜି ଚୁରମାର କରିଦେଇଥିଲା। ପ୍ରକୃତରେ ସଙ୍ଗୀତା ରାଜୀବ ସହ ବୁଲୁଥିଲା, ହୋଟେଲରେ ରାତି ବି କାଟୁଥିଲା ଆଉ ସବୁ କରୁଥିଲା, ହେଲେ ରାଜୀବକୁ ଭଲ ପାଉନଥିଲା କି ତାକୁ ସବୁଦିନ ପାଇଁ ନିଜର କରିବାର ନଥିଲା। ବରଂ ତା ଟଙ୍କାରେ ଅଏସ୍ ଆଉ ଆରାମ କରୁଥିଲା। ରାଜୀବ ନୀଚ ଜାତିର ଥିଲା ଆଉ ସଙ୍ଗୀତା ଉଚ୍ଚ ଜାତିର ଥିଲା। ତେଣୁ ସଙ୍ଗୀତା ରାଜୀବ ସହ ପ୍ରେମର ନାଟକ କରି ତାଠୁ ଖାଲି ଚନ୍ଦେଇ ଖାଇ ଚାଲିଥିଲା। ଆଉ ସେପଟେ ଘର ଲୋକ ଯେତେବେଳେ ସରକାରୀ ଚାକିରିଆ ଠିକ୍ କଲେ, ପରିବାର ଲୋକଙ୍କ ସୁନା ଝିଅ ଭଳି
ପରିବାର ଲୋକଙ୍କ କଥାରେ ସେ ସରକାରୀ ଚାକିରିଆ ପୁଅକୁ ସଙ୍ଗୀତା ବାହା ହେଇଗଲା। ସଙ୍ଗୀତା ନିଜ ସୁନ୍ଦରତାର ଫାଇଦା ଉଠାଇ 4 ବର୍ଷ ଧରି ରାଜୀବ ସହ ଯେଉଁ ଖେଳ ଖେଳିଲା, ରାଜୀବ ଚାହିଁଥିଲେ ସଙ୍ଗୀତାକୁ ବଦନାମ କରି ବର୍ବାଦ ବି କରିପାରିଥାନ୍ତା। ହେଲେ ରାଜୀବ ସଙ୍ଗୀତାକୁ ସଚ୍ଚା ପ୍ରେମ କରୁଥିଲା। ସେଥିପାଇଁ ତା ପାଖରେ ସବୁ ପ୍ରମାଣ ଥିଲେ ବି ସେ ନିଜକୁ ସିନା କଷ୍ଟ ଯନ୍ତ୍ରଣା ଦେଇ ଚାଲିଥିଲା, ହେଲେ ସଙ୍ଗୀତାର କିଛି ବି କ୍ଷତି କରିବାକୁ ସେ ଭାବି ପାରୁନଥିଲା। ବେଳେବେଳେ ଏ ଝିଅମାନେ ସ୍ୱାର୍ଥପର ହେଇଯାନ୍ତି ଆଜ୍ଞା। ସଚ୍ଚା ପ୍ରେମକୁ ବୁଝିବାକୁ ଜମା ବି ଚେଷ୍ଟା କରନ୍ତିନି। ସେମାନେ ସବୁବେଳେ ବୋଧେ ବେଟର ଅପସନ୍ ଖୋଜନ୍ତି, ଯେଉଁଥିପାଇଁ ରାଜୀବ ଭଳି ଅନେକ ପୁଅ ପ୍ରେମରେ ହାରିଯାଆନ୍ତି। ଶେଷରେ ମୁଁ ବୁଝି ଯାଇଥିଲି ସେ ପ୍ରଥମରୁ କାହିଁକି ଏମିତି କଥା କହୁଥିଲା। ଆଉ ମୋତେ କହିଥିଲା, ପ୍ରତାପ ଭାଇ ସେ ଯାହା କଲା ଠିକ୍ କରିଛି କି ଭୁଲ କରିଛି ମୁଁ ତ ଜାଣିନି, କିନ୍ତୁ ମୁଁ ତାର କେବେ ଅମଙ୍ଗଳ ଚିନ୍ତା କରିନି କି ତାର କେବେ କ୍ଷତି ବି କରିବିନି। ତା ବାହାଘର ପାଖାପାଖି 6 ମାସ ହେଇଗଲାଣି। ମୁଁ ତା ସ୍ମୃତିକୁ ନେଇ ବଞ୍ଚିଛି, ଆଉ ସେ ନୂଆ ସ୍ୱାମୀ ପାଇ ବେଶ ଖୁସିରେ ଅଛି। ସେଦିନରୁ ତା ସହ ଆଉ ଯୋଗାଯୋଗ ବି ହେଇନି। ସେ ମୋତେ ସବୁଥିରୁ ବ୍ଲକ୍ ବି କରିସାରିଛି ଭାଇ। ପ୍ରତାପ ଭାଇ ଏକଥା ନା ମୁଁ କାହାକୁ କହିପାରୁଛି ନା ନିଜେ ସହିପାରୁଛି। ହୃଦୟ ଭିତରୁ ପ୍ରତିଟି ମୁହୂର୍ତ୍ତରେ ଯନ୍ତ୍ରଣା ପାଉଥିବା ଏ ପ୍ରେମ କାହାଣୀକୁ ନେଇ ଷ୍ଟୋରି କରିବେ କି ନାହିଁ ମୁଁ ତ ଜାଣିନି, କିନ୍ତୁ ଆପଣଙ୍କ ସହ କଥା ହେଇ ମୋ ମନ ଆଜି ବହୁତ ହାଲକା ହେଇଯାଇଛି ଭାଇ। ଆପଣ କୁହନ୍ତୁ, ରାଜୀବ ଭଳି ଜଣେ ସଚ୍ଚା ପ୍ରେମିକର ଏମିତି ଯନ୍ତ୍ରଣା ଭରା କାହାଣୀ କେମିତି ନ କରିଥାନ୍ତି ଆଜ୍ଞା। ରାଜୀବର ସେହି କେଇପଦ କଥା ମୋତେ ଏହି ପ୍ରେମ କାହାଣୀ ଲେଖିବାକୁ ବାଧ୍ୟ କରିଥିଲା। ଆପଣ କୁହନ୍ତୁ, ସଙ୍ଗୀତା ତ ନିଶ୍ଚିତ ଭୁଲ କରିଛି, ତାକୁ ତ ଭଗବାନ ନିଶ୍ଚିତ ଶାସ୍ତି ଦେବେ। ହେଲେ ରାଜୀବ ପାଖରେ ସବୁ ପ୍ରମାଣ ଥାଇ ବି ସଙ୍ଗୀତାକୁ ଏକ୍ସପୋଜ ନ କରିବା ଜଣେ ମହାନ ପ୍ରେମିକ, ଜଣେ ସଚ୍ଚା ପ୍ରେମିକର ଭଲ ପାଇବାକୁ ପ୍ରମାଣ କରୁନି କି ଆଜ୍ଞା। ଆପଣଙ୍କ ବିଚାର ସହିତ କାହାଣୀ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।